ଜମୁଛି କେନ୍ଦୁଝରରେ ମୀନା ବଜାର। ମା କାଳୀଙ୍କ ପୂଜା ଅବସରରେ କେନ୍ଦୁଝର ସହର ଛାତି ଉପରେ ଜନସମୁଦ୍ରର ଜୁଆର ଦେଖିବାକୁ ମିଳିଥାଏ। କେନ୍ଦୁଝରର ଏହି ଐତିହାସିକ କାଳୀପୂଜା ଜିଲ୍ଲାର ଏକ ମହାପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି କାଳୀପୂଜା ଅବସରରେ କେନ୍ଦୁଝର ସହରରେ ମୀନା ବଜାର ପଡ଼ିଥାଏ। ଆଉ ସେହି ମୀନା ବଜାରକୁ ଉପଭୋଗ କରିବା ପାଇଁ ଗାଁ ଗହଳିଠାରୁ ଆରମ୍ଭ କରି ସହର ବଜାରରୁ ଲୋକମାନଙ୍କ ଗହଳି ଲାଗି ରହିଥାଏ। ଏ ବର୍ଷ ମଧ୍ୟ କେନ୍ଦୁଝରରେ ମୀନା ବଜାର ଖୁବ୍ ଜମି ଉଠିଛି। ମୀନା ବଜାରରେ ଖୋଲାଯାଇଥିବା ବିଭିନ୍ନ ଷ୍ଟଲ୍ ବୁଲି ଲୋକମାନେ ନିଜ ନିଜର ମନପସନ୍ଦ ଜିନିଷ କିଣୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦୁଝରର ଏହି ଐତିହାସିକ କାଳୀପୂଜା ମୀନା ବଜାରରେ ଏବେ ଭିନ୍ନ ଭିନ୍ନ ଏବଂ ଉନ୍ନତ ମାନର ଜିନିଷ ଦେଖିବାକୁ ମିଳିଥିବା ବେଳେ ଲୋକମାନଙ୍କ ଗହଳ ଚହଳ ମୀନା ବଜାରକୁ ଜନସମୁଦ୍ରରେ ପରିଣତ କରିଦେଇଛି। ମୀନା ବଜାରର ଆକର୍ଷଣୀୟ ପରିବେଶ ମଧ୍ୟରେ କେନ୍ଦୁଝର ସହର ଆଜି ଭାରି ଭାରି ଲାଗୁଛି। ଆଗକୁ ଆଉ କିଛି ଦିନ ମୀନା ବଜାର ରହୁଥିବା ଯୋଗୁଁ ଲୋକମାନଙ୍କ ସମାଗମ ଆଗକୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।